नमस्कार ମୁଁ ପ୍ରଦୀପ ସାହୁ ଆପଣମାନଙ୍କୁ ମାଲ୍ୟବରୀ କହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜିର ଗୋଟେ ଗମ୍ଭୀର ବିଷୟ ଅଛି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖିବେ। ଯେ ଗୋଟିଏ ଓଡ଼ିଆରେ କଥା ଅଛି, ତମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯାଉ, ଆଉ ତମେ ପତ୍ରେ ପତ୍ରେ ଗଲେ ଆମେ ସିରି ସିରି ଯାଉ। ଅର୍ଥାତ୍ ବିଜେପି ସରକାର 60 ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ 3,500 ଟଙ୍କା ଭତ୍ତା ନ ଦେଇ ପାରିଲା ଯୋଗୁଁ ବିଜେଡି ଏକ ରାଜନୈତିକ ଆୟୁଧ କରି ଲୋକମାନଙ୍କ ପାଖକୁ ଯାଇ ବିଦ୍ରୋହ ବା ପ୍ରତିବାଦ ଜଣାଉଛି। ସେହି ସମୟରେ ମୋହନ ସରକାର ସୁଭଦ୍ରା ଯୋଜନାର ଏସ୍ଓପି ଜାରି କରି ବିଜେଡି ମୁଣ୍ଡରେ ଗୋଟେ ବଜ୍ର ଚଡ଼କ ପକେଇଦେଲା ଭଳି ଜଣାପଡ଼ିଲା। କାହିଁକି? ଯେତେବେଳେ ଚଳିତ ନିର୍ବାଚନରେ, ବିଧାନସଭା ନିର୍ବାଚନରେ ବିଜେପି ସରକାର ମୋହନ ମାଝୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କଲେ, ସେତେବେଳେ ଆଦିବାସୀ ଏବଂ ହରିଜନ ଲୋକଙ୍କର ଆସ୍ଥାଭାଜନ ବିଜେପି ଅଧିକରୁ ହେବା ଯୋଗୁଁ ବିଜେଡି ଉପରେ ଏହା ଏକ ପ୍ରତିକୂଳ ପ୍ରଭାବ ନିଶ୍ଚିତ ଭାବରେ ପକାଇବ, ଏକଥା ସେମାନେ ବୁଝି ସାରିଥିଲେ। ଦୀର୍ଘ 24 ବର୍ଷ ଧରି ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀର ପୁରସ୍କାର ପାଇ ଆସୁଥିବା ନବୀନ ପଟ୍ଟନାୟକ ଏହାପରେ ଯେତେବେଳେ ବିଜେପି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସହିତ ଚାରିଦ୍ୱାର ଖୋଲିଦେଲେ, ସେତେବେଳେ ଆହୁରି ବିଚଳିତ ହୋଇପଡ଼ିଲେ ଏବଂ ତାପରେ ଯେତେବେଳେ ମୋହନ ମାଝୀ ନିଜେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଆରମ୍ଭ କରିଦେଲେ, ଯାହାକି ନବୀନ ପଟ୍ଟନାୟକ 24 ବର୍ଷ ମଧ୍ୟରେ କରିପାରୁନଥିଲେ, ତାହା କରି ଦେଖେଇଲେ। ତାପରେ ମଧ୍ୟ ବିଜେଡି ଆଶଙ୍କା ଭିତରେ ଚାଲି ଯାଇଥିଲା। ଚତୁର୍ଥ କାମ, ଯେତେବେଳେ କି ଚାଷୀ ମାନଙ୍କ ପାଇଁ କୁଇଣ୍ଟାଲ ପିଛା 3100 ଟଙ୍କାର ଧାନ କିଣାଯିବ ବୋଲି ମୋହନ ମାଝୀ ସରକାର ଘୋଷଣା କଲେ, ସେତେବେଳେ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାର ଆହୁରି ବିଚଳିତ ହୋଇପଡ଼ିଲେ। ଯଦି ଏହି ଧାରାରେ କାର୍ଯ୍ୟକ୍ରମ କରାଯାଏ, ଚାଷୀ ଶ୍ରମିକଙ୍କ ପାଇଁ ମଜୁରୀ ବୃଦ୍ଧି ଏବଂ ଲୋକଙ୍କ ସାଧାରଣ ଅଭିଯୋଗ ଶୁଣିବା ସହିତ ଅନ୍ୟାନ୍ୟ ଯାହା ଯୋଜନା ପୂର୍ବରୁ ଚାଲି ଆସିଥିଲା ତାକୁ ବି ମଧ୍ୟ ଜାରି ରଖିବା, ଏସବୁ କରିସାରିବା ପରେ ବିଜେଡି ହାତରେ ଭୋଟ ବ୍ୟାଙ୍କ ଆଉ ରହିବ କ'ଣ? ତାଙ୍କର ବିଗତ ଦିନରେ ମହିଳାମାନଙ୍କୁ ଏସ୍ଏଚ୍ଜି ଗ୍ରୁପକୁ ଋଣ ଦେଇ ଯେଉଁ ଭୋଟ ବ୍ୟାଙ୍କକୁ ନିଜ ହାତରେ ରଖିବା ପାଇଁ ଚେଷ୍ଟା କରିଥିଲେ, ତାହା ସୁଭଦ୍ରା ଯୋଜନାରେ ପୁରା ଚୁରମାର ହେଇଗଲା ବୋଲି ଜାଣିସାରିଲେଣି। କାରଣ ଯେତେବେଳେ ମହିଳାମାନେ 50,000 ଟଙ୍କା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପାଇବେ, ସେତେବେଳେ ମହିଳାଙ୍କୁ ଆଉ କ'ଣ କହି 5 ବର୍ଷ ପରେ ନବୀନ ପଟ୍ଟନାୟକ ବା ବିଜେଡି ସରକାର ଭୋଟ ତାଙ୍କଠାରୁ ପାଇବ, ଏକଥା ଚିନ୍ତା କରି ସମ୍ପୂର୍ଣ୍ଣ ଭାବରେ ବିଚଳିତ ହୋଇ ଉଠିଛନ୍ତି ବିଜେଡିର ନେତାମାନେ। ଯେତେବେଳେ 10,000 କୋଟି ଟଙ୍କା ସୁଭଦ୍ରା ଯୋଜନାରେ ରଖିଥିଲେ ମୋହନ ମାଝୀ ସରକାର, ସେତେବେଳେ ସମାଲୋଚନା କରିଥିଲେ ଓଡ଼ିଶାରେ ଲୋକ ସଂଖ୍ୟା 4.5 କୋଟି, ମହିଳାଙ୍କ ସଂଖ୍ୟା 2 କୋଟିରୁ ଉର୍ଦ୍ଧ୍ୱ, ମାତ୍ର 10,000 କୋଟି ମାତ୍ର 25 ଲକ୍ଷ ମହିଳା ପାଇବେ ଏବଂ ଅନ୍ୟାନ୍ୟ ମହିଳାମାନଙ୍କୁ ପ୍ରତାରଣା କରିଛନ୍ତି ମୋହନ ମାଝୀ ସରକାର। ମାତ୍ର ଆଜି ଯେତେବେଳେ ସୁଭଦ୍ରା ଯୋଜନାର ଏସ୍ଓପି ବାହାରିଲା, ସେତେବେଳେ ଜଣାଗଲା ଯେ 5 ବର୍ଷରେ 50,000 ଟଙ୍କା ମହିଳାମାନେ ପାଇବେ, ଅର୍ଥାତ୍ 10,000 କୋଟି ଟଙ୍କା ଯଦି ହିସାବ କରାଯାଏ 1 କୋଟି ମହିଳା ପାଇବେ ଏବଂ 2 କୋଟି ଯଦି ମହିଳା ଥାନ୍ତି, 20
21 ବର୍ଷ ପର୍ଯ୍ୟନ୍ତ ମହିଳା ବା ଝିଅମାନେ ତାଙ୍କ ପରିବାର ଚଳିଥାନ୍ତି ଏବଂ 60 ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି। ବାକି ଯେଉଁମାନେ ବାକି ରହିଗଲେ ସେମାନଙ୍କୁ 10,000 ଟଙ୍କା ପ୍ରତ୍ୟେକ ବର୍ଷକୁ 2ଟି କିସ୍ତିରେ 5,000 ଟଙ୍କା ଗୋଟେ ରାକ୍ଷୀ ପୂର୍ଣ୍ଣିମା ମହିଳା ଦିବସରେ ପାଇବେ, ଯାହା ଏକ ଇତିହାସ ବୋଲି କୁହାଯାଇପାରେ। ତେବେ ମହିଳାଙ୍କ ଭୋଟ ନିଶ୍ଚିତ ଭାବରେ ବିଜେପି ସପକ୍ଷରେ ଆଗାମୀ ଦିନରେ ରହିବ। ଶ୍ରମିକମାନଙ୍କ ଭୋଟ ମଧ୍ୟ ଆସିବ ଏବଂ ଚାଷୀ ଯଦି ଏଇ ଭୋଟ ସବୁ ବିଜେପି ହାତକୁ ଚାଲିଗଲା ତାହେଲେ ବିଜେଡି ହାତରେ ଆଉ କ'ଣ ରହିଲା ଆଗାମୀ ଦିନରେ, ଯାହାକୁ ଆୟୁଧ କରି ସେମାନେ ନିର୍ବାଚନରେ ଅସ୍ତ୍ର କରିବେ। ଏକଥା ଚିନ୍ତା କରି ବିଜେଡିର ସମସ୍ତ ନେତା ଏବଂ ନବୀନ ପଟ୍ଟନାୟକ ମଧ୍ୟ ଇତସ୍ଥିତ ହୋଇଯାଇଛନ୍ତି ଏବଂ ବ୍ୟତିବ୍ୟସ୍ତ ହୋଇଯାଇଛନ୍ତି, ହେବା ମଧ୍ୟ ସ୍ୱାଭାବିକ। କାରଣ ଯେଉଁଭଳି ଭାବରେ ଓଡ଼ିଶାର ରାଜନୀତିକୁ ସେମାନେ କବଳିତ କରିଥିଲେ, ଏପରିକି ଓଡ଼ିଶାର ରାଜକୋଷକୁ ନିର୍ବାଚନୀ ପ୍ରଚାର କ୍ଷେତ୍ରରେ ଖର୍ଚ୍ଚ କରି ସେଭଳି ଆଉ ସୁଯୋଗ 5 ବର୍ଷ ପରେ ଆସିବ ନାହିଁ, କିମ୍ବା 5 ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଥିବା ପର୍ଯ୍ୟନ୍ତ ଓଡ଼ିଶା ସରକାର ଆଦୌ କୌଣସି ଭାଙ୍ଗିବା ବା ଟଳମଳ ହେବାର ସୁଯୋଗ ମଧ୍ୟ ନାହିଁ। ଏଭଳି କ୍ଷେତ୍ରରେ ଆଗାମୀ ଦିନରେ ବିଜେଡି କିପରି ଭାବରେ ତାର ରାଜନୀତି ଚଳିବ ଏକଥା ଚିନ୍ତା କରି ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇଛି। ଯଦିଓ ସେ ବ୍ୟତିବ୍ୟସ୍ତ ବା ବିଚଳିତକୁ ସେ ସମ୍ପୂର୍ଣ୍ଣ ଭାବରେ ଲୁଚାଇବା ପାଇଁ ଚେଷ୍ଟା କରିବେ ଏବଂ ସେମାନଙ୍କ ଭିତରେ ଯେପରିକି କିଛି ବିଚଳିତ ଭାବ ନାହିଁ ବୋଲି ଲୋକଲୋଚନକୁ ସେମାନେ ଜଣାଇବେ।